ଭାରତର କୋଣ ଅନୁକୋଣରେ ଅନେକ ମନ୍ଦିର ଅଛି। କିଛି ମନ୍ଦିର ତାର ସ୍ଥାପତ୍ୟ କଳାକୃତି ପାଇଁ ଜଣାଯାଉଥିବା ବେଳେ ଆଉ କିଛି ତାର ରହସ୍ୟମୟ ଇତିହାସ ପାଇଁ ଚର୍ଚ୍ଚିତ। ଏହି କ୍ରମରେ ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାରେ ଏକ ମନ୍ଦିର ଅଛି, ଯାହା କେବଳ 4 ମାସ ଭକ୍ତଙ୍କ ପାଇଁ ଖୋଲା ରହିଥାଏ। ବାକି 8 ମାସ ପର୍ଯ୍ୟନ୍ତ ଏହା ପାଣିରେ ବୁଡ଼ି ରହିଥାଏ। କୁହାଯାଏ ଯେ ଏହି ମନ୍ଦିର ପାଣ୍ଡବମାନଙ୍କ ବନବାସ ସମୟରେ ନିର୍ମିତ ହୋଇଥିଲା। ଭାରତରେ ଅନେକ ଅନନ୍ୟ ଏବଂ ରହସ୍ୟମୟ ସ୍ଥାନ ଅଛି। ଏପରି ଏକ ରହସ୍ୟମୟ ସ୍ଥାନ ହେଉଛି ହିମାଚଳର କାଙ୍ଗଡ଼ା ଜିଲ୍ଲାର ବାଥୁକି ଲାଡ଼ି ମନ୍ଦିର। ଏହି ମନ୍ଦିରର ବିଶେଷ କଥା ହେଉଛି ଏହା ବର୍ଷର 8 ମାସ ପାଣିରେ ବୁଡ଼ି ରହିଥାଏ। ମୁଖ୍ୟ ମନ୍ଦିର ବ୍ୟତୀତ ଏହି ମନ୍ଦିର ପରିସରରେ 8ଟି ଛୋଟ ମନ୍ଦିର ମଧ୍ୟ ନିର୍ମିତ। କୁହାଯାଏ ଯେ ଏହି ମନ୍ଦିର ମହାଭାରତ ସହିତ ଜଡ଼ିତ। ଏହି ମନ୍ଦିର ପଞ୍ଜାବର ଜଳନ୍ଧରରୁ ପ୍ରାୟ 150 କିଲୋମିଟର ଦୂରରେ ଅବସ୍ଥିତ ମହାରଣା ପ୍ରତାପ ସାଗର ହ୍ରଦର ପଙ୍ଗ ଡ୍ୟାମ୍ର ପ୍ରାଚୀରରୁ 15 କିଲୋମିଟର ଦୂରରେ ଏକ ଦ୍ୱୀପରେ ନିର୍ମିତ। ଫେବୃଆରୀରୁ ଜୁଲାଇ ପର୍ଯ୍ୟନ୍ତ ମନ୍ଦିରଟି ପାଣି ତଳେ ରହିଥାଏ। ଏହାର ଅର୍ଥ ହେଉଛି ଏହି ମନ୍ଦିରକୁ କେବଳ 4 ମାସ ପାଇଁ ଦର୍ଶନ କରାଯାଇପାରିବ। ବାଥୁକି ଲାଡ଼ି ମନ୍ଦିର ବର୍ଷର 8 ମାସ ମହାରଣା ପ୍ରତାପ ସାଗର ହ୍ରଦରେ ବୁଡ଼ି ରହିଥାଏ। ପଙ୍ଗ ଡ୍ୟାମ୍ ହ୍ରଦର ଜଳସ୍ତର ବୃଦ୍ଧି ପାଇବା ମାତ୍ରେ ମନ୍ଦିରଟି ପାଣି ତଳେ ରହିଯାଏ। ସେହିଭଳି ଆଉ କିଛି ଲୋକେ ସ୍ଥାନୀୟ ଅଞ୍ଚଳର ରାଜା ଏହାକୁ ନିର୍ମାଣ କରିଥିବା କଥା କୁହନ୍ତି। ଏଠାରେ ଥିବା 6ଟି ମନ୍ଦିରରୁ 5ଟି ଭଗବାନ ବିଷ୍ଣୁଙ୍କୁ ସମର୍ପିତ ହୋଇଥିବା ବେଳେ ଗର୍ଭଗୃହରେ ଭଗବାନ ଶିବ ବିରାଜିତ। ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ଲୋକେ ଡଙ୍ଗାରେ ଯାଇଥାନ୍ତି। ଅନ୍ୟପଟେ ବାଥୁ ନାମକ ଶକ୍ତିଶାଳୀ ପଥରରୁ ଏହି ମନ୍ଦିର ନିର୍ମାଣ କରାଯାଇଥିବାରୁ 8 ମାସ ପାଣି ଭିତରେ ବୁଡ଼ି ରହିଲେ ବି ଏହାର ସଂରଚନାରେ କୌଣସି ପରିବର୍ତ୍ତନ ଆସେ ନାହିଁ ବୋଲି କୁହାଯାଏ। ବ୍ୟୁରୋ ରିପୋର୍ଟ, ଖବର ଓଡ଼ିଶା।